ଆପଣ ଯେତେବେଳେ ସବୁ ମାଲିକ ସଂଘ ମିଶିକି ତାକୁ ବ୍ୟାନ୍ କରିଛନ୍ତି, ଯଦି କଳାକାର ସଂଘ ମିଶିକି କହିବେ ଆମେ ଯାତ୍ରାକୁ ଯିବୁନି, ଆପଣ କାହାକୁ କିଣିବେ? ଅବଭିୟସଲି ଇଏ ଯେତେବେଳେ କହୁଛନ୍ତି ଆମେ କିଣିଲେ ସେମାନେ କଳାକାର, ସେମାନଙ୍କର ବି ଇଗୋ ଅଛି, ଆପଣଙ୍କର ଯେମିତି ଇଗୋ ରହିଲା ଆମେ ପଇସା ଦେଇଛୁ ମାନେ ତୁ ନାଚିବୁ, କେମିତି ସେଇଟା ହେଇପାରିବ? ଜଣେ ପଇସା ନେଇଛି, ଜଣେ କହୁଛି ପଇସା ବାବୁ ମୁଁ ରିଟର୍ନ କରିଦେବି, ଜଣକ ୱାଇଫ୍ ତାକୁ ଫୋନ୍ କରୁଛନ୍ତି ମାଲିକକୁ। ତ ହୃଦୟବାନ ବ୍ୟକ୍ତି ଜଣେ କ'ଣ ହେଇଛି ବସିବା କଥା ହେବା, ଭାଷା ଅଭାଷା କହିକି ମୋବାଇଲରେ ଫୋନ୍ କାଟିଦେବା, ଏଇଟା ଗୋଟେ ଦାଦାଗିରି। ପଇସା ଦେଇଛ ତା ମାନେ ତ ମୁଣ୍ଡ ବିକି ଦେଇନି ନା, ସେ ତା ମୁଣ୍ଡର ମୂଲ୍ୟ କ'ଣ 20 ଲକ୍ଷ? ଆପଣ ଗୋଟେ ବର୍ଷ ପାଇଁ ଯେଉଁ ଦେଇଛନ୍ତି ତା ମୁଣ୍ଡ କିଣି ଦେଇଛନ୍ତି, କ'ଣ ବି ବସିକି କଥା ହେଇଥାନ୍ତେ। ଆପଣ ତ କଲ୍ ରେକର୍ଡିଂରୁ ଯାହା ଲାଗୁଛି ଆପଣ ତା ସହିତ ଦାଦାଗିରି କରୁଛନ୍ତି। ଆଉ ବାଡ଼େଇଛନ୍ତି କି ବାଡ଼େଇ ନାହାନ୍ତି ସେଟା ଆମେ ଦେଖିନୁ, କିନ୍ତୁ ଆପଣଙ୍କ କଥାବାର୍ତ୍ତା ଲାଗୁଛି ଆପଣ ବାଡ଼େଇଥିବେ। ତେଣୁକରି ଆମେ ସନ୍ଦେହ କରୁଛୁ ଆପଣ ବାଡ଼େଇଥିବେ। ସିସି କ୍ୟାମେରା ଫୁଟେଜ୍ ଆସିଲାନି, 32ଟା ସିସି କ୍ୟାମେରା ଲାଗିଛି କହୁଛନ୍ତି, ତା କ୍ୟାମେରା ଫୁଟେଜ୍ କୁହାଗଲା କହୁନାହାନ୍ତି, ତ ଆପଣ ନିହାତି ବାଡ଼େଇଥିବେ, ଏଥିରୁ ଜଣାପଡ଼ୁଛି। ଏଇଟା ତ ମାନେ ଓଡ଼ିଶା ଲୋକ ଆଉ ତ ଏତେ ମୂର୍ଖ ନାହାନ୍ତି ନା, ଏଇଟା ନିହାତି ଆପଣ ବାଡ଼େଇଥିବେ, ଏଥିରୁ ଜଣାପଡ଼ୁଛି। ଯଦି ବାଡ଼େଇଛନ୍ତି ମାନେ ଏଇଠି ଷ୍ଟପ୍ କରାନ୍ତୁ, ନେକ୍ସଟ ଟାଇମ୍ ଏଭଳିଆ ଆଟେମ୍ପ୍ଟ ନେବା ପାଇଁ ଚେଷ୍ଟା କରନ୍ତୁ। ଦୁଇ ଜଣଙ୍କର ଭୁଲ। ଯାତ୍ରା ଯେଉଁ କୁହନ୍ତି ସତରେ ମାନେ ଯାତ୍ରା କରିସାରିଲେଣି, ମାନେ ସୋସିଆଲ ମିଡ଼ିଆକୁ ଆସିକି ସବୁ ଜିନିଷ କିଏ କେତେ, ଆମେ ଭାବୁଥିଲେ ଯାତ୍ରାରେ ପଇସା ନାହିଁ, ଏତେ ପଇସା ଏବେ ଆମେ ଜାଣିବାକୁ ପାଉଛେ। 50 ଲକ୍ଷ ପାଉଛନ୍ତି, 45 ଲକ୍ଷ ପାଉଛନ୍ତି, 20 ଲକ୍ଷ ପାଉଛନ୍ତି, ମାନେ ଜଣେଇବାକୁ ଚାହୁଁଛନ୍ତି କି ଆମେ ଏତିକି ଟଙ୍କା ପାଉଛୁ। କିନ୍ତୁ କୋରୋନା ଟାଇମରେ ଖାଇବାକୁ ପାଉନଥିଲେ, ଆନ୍ଦୋଳନ କରୁଥିଲେ, ଆମେ ଭାବୁଥିଲୁ ନାଇଁ ଠିକ୍ ଅଛି ଯାତ୍ରା ଲୋକ ବହୁତ ସଫର ରହୁଛନ୍ତି, କିନ୍ତୁ ଏତେ ପଇସା ପାଉଛନ୍ତି ମାସକୁ 2 ଲକ୍ଷ 3 ଲକ୍ଷ, ମାନେ ଓଡ଼ିଶାରେ ରହିକି ମାନେ ଜଷ୍ଟ 50 କିଲୋମିଟର 100 କିଲୋମିଟର ଭିତରେ ଯାତ୍ରା କରିକି ଏତେ ପଇସା ପାଉଛନ୍ତି, ଭଲ ପଇସା ପାଉଛନ୍ତି। ତାହେଲେ ସେଇଟାକୁ ସେମାନେ ଜଣେଇକି ନିଜର ଇଜ୍ଜତକୁ ନିଜେ ହାରୁଛନ୍ତି। ତେଣୁକରି ବାଡ଼ାବାଡ଼ି, ଏ ଯେଉଁ ପଇସା ଦିଆ ନିଆ, ଏସବୁ ତ ପିୟୁଷ ଭାଇଠୁ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏଇଟା ବଢ଼ିବାକୁ ଲାଗିଛି। ଏଇଟା ରୋକ ଲଗେଇବା ଦରକାର। ନିଜର ଇଜ୍ଜତ ମାନେ ଘରର ଇଜ୍ଜତ ଘର ଭିତରେ ରହିବା ଦରକାର। ନିଜ ଯାତ୍ରାର ଯେଉଁ ଯାହା ବି ଅଛି ଯାତ୍ରା ଭିତରେ ରହିବା ଦରକାର। କଳାକାର ଯଦି ମିଛ କହୁଛି, କଳାକାର ନାଁରେ ତ ବହୁତ ବଡ଼ କେସ୍ ହେବା ଦରକାର। କାହିଁକି ନା ଗୋଟେ ଜଣଙ୍କର ଇଜ୍ଜତ ଉପରେ ସେ ଆଞ୍ଚ ଆଣୁଛି, ଜଣଙ୍କ ସମ୍ମାନ ହାନି କରୁଛି, ତା ନାଁରେ ମାନହାନି ମକଦ୍ଦମା ହେବା ଦରକାର। କିନ୍ତୁ ଯଦି କଳାକାରଙ୍କୁ ମାଲିକମାନେ ମାରିପାରୁଛନ୍ତି, ସେଇଟା ବହୁତ ବଡ଼ ମାନେ ନିନ୍ଦନୀୟ କଥା। ଦେଖନ୍ତୁ ଏବେ ତ ମାଲିକ ସଂଘ ମିଟିଂ କରିକି ନରିପନ୍ଦା ଆଉ ଗୋଟେ କେଉଁ ଆକ୍ଟରକୁ ବ୍ୟାନ୍ କରିଛନ୍ତି। ତ କ'ଣ ପାଇଁ ବ୍ୟାନ୍ କରିଛନ୍ତି? ଏଇଟା ତ ବ୍ୟାନ୍ କରିବା କଥା ନୁହଁ। ଯଦି କରିଛନ୍ତି କ'ଣ ପାଇଁ କରିଛନ୍ତି ସେଇଟା ତାଙ୍କୁ ପଚାରିବା ନିହାତି ଆବଶ୍ୟକ। ପଚାରିକି ସେଇଟା ବୁଝିଲା ପରେ ଜଣାପଡ଼ିବ ସେ କ'ଣ ପାଇଁ ବ୍ୟାନ୍ କରିଛନ୍ତି ନରିପଣ୍ଡାକୁ। ଏକେ ତ ମାଡ଼ ମାରିଲେ, ଦୁଇରେ ସେ ତ ପଇସା ରିଟର୍ନ କଲେ, ତାପରେ କ'ଣ ପାଇଁ ବ୍ୟାନ୍ କରିଛନ୍ତି ସେଇଟା ଜାଣିବାକୁ ପଡ଼ିବ, କିଛି ଜଣାପଡ଼ିବ। ଦୁଇ ଜଣଙ୍କର ଭୁଲ। ଯାତ୍ରା ଯେଉଁ କୁହନ୍ତି ସତରେ ମାନେ ଯାତ୍ରା କରିସାରିଲେଣି, ମାନେ ସୋସିଆଲ ମିଡ଼ିଆକୁ ଆସିକି ସବୁ ଜିନିଷ କିଏ କେତେ, ଆମେ ଭାବୁଥିଲେ ଯାତ୍ରାରେ ପଇସା ନାହିଁ, ଏତେ ପଇସା ଏବେ ଆମେ ଜାଣିବାକୁ ପାଉଛେ। 50 ଲକ୍ଷ ପାଉଛନ୍ତି, 45 ଲକ୍ଷ ପାଉଛନ୍ତି, 20 ଲକ୍ଷ ପାଉଛନ୍ତି, ମାନେ ଜଣେଇବାକୁ ଚାହୁଁଛନ୍ତି କି ଆମେ ଏତିକି ଟଙ୍କା ପାଉଛୁ। କିନ୍ତୁ କୋରୋନା ଟାଇମରେ ଖାଇବାକୁ ପାଉନଥିଲେ, ଆନ୍ଦୋଳନ କରୁଥିଲେ, ଆମେ ଭାବୁଥିଲୁ ନାଇଁ ଠିକ୍ ଅଛି ଯାତ୍ରା ଲୋକ ବହୁତ ସଫର ରହୁଛନ୍ତି, କିନ୍ତୁ ଏତେ ପଇସା ପାଉଛନ୍ତି ମାସକୁ 2 ଲକ୍ଷ 3 ଲକ୍ଷ, ମାନେ ଓଡ଼ିଶାରେ ରହିକି ମାନେ ଜଷ୍ଟ 50 କିଲୋମିଟର 100 କିଲୋମିଟର ଭିତରେ ଯାତ୍ରା କରିକି ଏତେ ପଇସା ପାଉଛନ୍ତି, ଭଲ ପଇସା ପାଉଛନ୍ତି। ତାହେଲେ ସେଇଟାକୁ ସେମାନେ ଜଣେଇକି ନିଜର ଇଜ୍ଜତକୁ ନିଜେ ହାରୁଛନ୍ତି। ତେଣୁକରି ବାଡ଼ାବାଡ଼ି, ଏ ଯେଉଁ ପଇସା ଦିଆ ନିଆ, ଏସବୁ ତ ପିୟୁଷ ଭାଇଠୁ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏଇଟା ବଢ଼ିବାକୁ ଲାଗିଛି। ଏଇଟା ରୋକ ଲଗେଇବା ଦରକାର। ନିଜର ଇଜ୍ଜତ ମାନେ ଘରର ଇଜ୍ଜତ ଘର ଭିତରେ ରହିବା ଦରକାର। ନିଜ ଯାତ୍ରାର ଯେଉଁ ଯାହା ବି ଅଛି ଯାତ୍ରା ଭିତରେ ରହିବା ଦରକାର। ଜନସାଧାରଣ ଜାଣିଲା ମାନେ ଆପଣଙ୍କର ହିଁ ଇମ୍ପାକ୍ଟ ଖରାପ ପଡ଼ୁଛି। ଆପଣଙ୍କର ଯେଉଁଠି ଟିକଟ 300 ଟଙ୍କା, ଆପଣ ବାଧ୍ୟ ହୋଇକି, ଏବେ ମୁଁ ଶୁଣିଥିଲି ଟିକଟ କମିବ। ଆକ୍ଟର ଆମେ ଯାହାକୁ ନେବା, ଆମେ ଚାହିଁଲେ, ମାଲିକ ସଂଘ କହୁଛନ୍ତି ଆମେ ଯାହାକୁ ଚାହିଁବା ଆମେ ତାକୁ ନେବା, ଆମେ ରେଟ୍ କମେଇବା। ରେଟ୍ କମେଇଲେ ଗୋଟେ ଜିନିଷ କେତେବେଳେ ରେଟ୍ କମେ? ଯେତେବେଳେ ବାସି ହେଇଯାଏ, ଯେତେବେଳେ ଖରାପ ହେଇଯାଏ। ରେଟ୍ କମାନ୍ତୁନି। ଯେମିତି ଆପଣ କରୁଥିଲେ ଆପଣଙ୍କ ନିଜ ଭିତରେ ରଖିକି ତାକୁ ଆପଣ ନିଜେ ତାକୁ ସମାଧାନ କରନ୍ତୁ। ଏସବୁ ଜିନିଷ ବାହାରକୁ ଆଣିଲେ ଯାତ୍ରା ନିହାତି ବୁଡ଼ିଯିବ, ଧୀରେ ନିହାତି ବୁଡ଼ିଯିବ, ଓଡ଼ିଆ ଫିଲ୍ମ ଭଳିଆ ହେଇଯିବ। କଳାକାର ଯଦି ମିଛ କହୁଛି, କଳାକାର ନାଁରେ ତ ବହୁତ ବଡ଼ କେସ୍ ହେବା ଦରକାର। କାହିଁକି ନା ଗୋଟେ ଜଣଙ୍କର ଇଜ୍ଜତ ଉପରେ ସେ ଆଞ୍ଚ ଆଣୁଛି, ଜଣଙ୍କ ସମ୍ମାନ ହାନି କରୁଛି, ତା ନାଁରେ ମାନହାନି ମକଦ୍ଦମା ହେବା ଦରକାର।
किंतु जदि कलाकार को मालिक माने मारी पारुचंदी सेटा बहुत बड़ माने निंदनीय कथा। से मालिक जनक कहले आमे नेले से माने यात्रा करिवे से माने आमे नेबानी से माने यात्रा करिवेनी से माने कोन कलाकार आमे नेले से माने कलाकार कलाकार को आपण नियंतु न नियंतु घरे सौ जो कलाकार जहाँ देहरे कला अच्छी सी आज्ञा भगवान को वरदान सी एनी टाइम कलाकार आपण नेले सी कलाकार आपण न नेले सी माने किछि नुह सेटा मालिक जो कहले सेटा पूरा रंग गोटे जहाँ भितर कला अच्छी सी रोड साइड रे भी कला देखे पारे आपण नेबा किछि आवश्यक नहीं तेणुक कलाकार मानू सम्मान देवा शिखंतु आपण जितेबाला सबू मालिक संग मिसिकी ब्यान करचंती जदि कलाकार संग मिसिकी कहबे आमे यात्रा को जीवुनी आपण काहू किनिबे जदि कलाकार जीवेनी आपण यात्रा को आपण काहाकू किनिबे पैसा गद्दा धरिकी बसथिबे कलाकार कहीं जीवेनी स्टेज को आपण यात्रा करि परिबे दिजण पई मानविकता रखंतु ये ता नारे सी आ नारे कहवाटा छाड़ंतु हेले आराम से यात्रा चलिबो किछि असुविधा हबो नाही नहले धीरे धीरे ऑब्वियसली ये जिते कहते आमे किणिले से कलाकार से इगो अच्छी आपणकर जमी इगो रहा आम पैसा देचु माने तू नाचबू केमी से जड़े पैसा नहीं जड़े कहूँ पैसा बाबू मु रिटर्न करदेवी जन को वाइफ टाक फोन कर मालिक को तो हृदयवान व्यक्ति जड़े कौन हो बसवा कथा भाषा अभाषा कहीकि मोबाइल रे फोन काटिदेवा यहाँ गोटे दादागिरी पैसा देच ता माने तो मुंड बिकी देनी ना से ता मुंडर मूल्य कौन 20 लाख आपण गोटे वर्ष जो देइचंदी ता मुंड किनी देइचंदी कौन भी बसी कथा होता आपण तो कॉल रेकर्डिंग रु जहाँ लगुच तो दादागिरी करछंती आ बाड़ेइचंती कि बाड़े ना तो सेटा हमें देखिनु किंतु आपण कथा तो लगुच आपण बाड़ेइथिबे तेणु करी आमे संदेह करूछु आपण बाड़ेइथिबे सीसी कैमेरा फुटेज आसिलानी 32टा सीसी कैमेरा लागिची कहउचंदी ता कैमेरा फुटेज कुआ गला होनांती तो आप निहाती बाड़े एथुरु जना पड़ुची एटा तो माने ओडिशा लोक आउ तो एते मूर्ख नांती ना एटा निहाती आप बाड़े एथुरु जना पड़ुची जदि बाड़े माने एठी स्टॉप करांतु नेक्स्ट टाइम एभलिया अटेम्प्ट नेबा पई चेष्टा करंतु।